ଥରେ ବନ୍ଧୁ ଚିନ୍ତା କରିଛନ୍ତି ଆମର ମୃତ୍ୟୁ ପରେ ଆମେ ଅର୍ଜନ କରୁଥିବା ଟଙ୍କା, ଆମେ ଅର୍ଜନ କରୁଥିବା ଘର କାହା କାମରେ ଲାଗିବ? ତ ଚିନ୍ତା କରି ମୃତ୍ୟୁ ପରେ ଆମେ ଲୋକକୁ ଯେଉଁ ଅହଙ୍କାର ଭାବ ଦେଖେଇଦେବା, ଯେଉଁ ଅହଙ୍କାର ଭାବରେ ଆମେ ଲୋକକୁ କଷ୍ଟ ଦେଇଥିବା ନା, ମୃତ୍ୟୁ ପରେ ସେ ଅହଙ୍କାର କ'ଣ ହବ? ଜୀବନ ପ୍ରତ୍ୟେକ ଦିନ ମୃତ୍ୟୁ ହୋଇଥାଏ। ଆଜି ଜୀବନ ଆଜି ନାହିଁ, ବର୍ତ୍ତମାନ ସମୟ ମଧ୍ୟ ନାହିଁ। କାହିଁକି କିଛି ସମୟ ପାଇଁ ଜୀବନକୁ ଆମେ ସେ ଅହଙ୍କାର, ସେ ଗର୍ବ ଭିତରେ ଟାଣିଦେବା? ବନ୍ଧୁ, ସମସ୍ତେ ଏଠି ସେଇ ମଣିଷ ନା, ସମସ୍ତେ ସେଇ ହୃଦୟ ଅଛି, ସମସ୍ତ ଦେହରେ ମଧ୍ୟ ପରମାତ୍ମା ଭଗବାନ ଅଛନ୍ତି। ସେ ଗରିବ ହଉ, ସେ ଧନୀ ହଉ, ସେ ରାଜା ହଉ, ସେ ମହାରାଜା ହଉ, ସମସ୍ତରେ ଭଗବାନ ଅଛନ୍ତି ନା। ଆମେ କାହିଁକି ନିଜ ମଣିଷପଣକୁ ଜାହିର କରିବା ପାଇଁ, ନିଜ ଅହଙ୍କାରକୁ ଜାହିର କରିବା ପାଇଁ ଗୋଟେ ସାଧାରଣ ନାଗରିକ ଓ ସାଧାରଣ ଗରିବ ଖଟିକିଆ କି ସାଧାରଣ ମଣିଷ ହଉ ବା ପଶୁ ହଉ, ତା ଉପରେ ଆମେ ଗର୍ବ ଅହଙ୍କାର ରଖିଥାଉ। ଆମେ ହୁଏତ ସେ ମଣିଷକୁ ଗାଳି କରିଥାଉ, ହୁଏତ ସେ ମଣିଷକୁ ଆମେ ବିଭିନ୍ନ ସମୟରେ କଷ୍ଟ ମଧ୍ୟ ଦେଇଥାଉ। କ'ଣ ପାଇଁ? ଆମେ ଯେଉଁ ଟଙ୍କା ହଉ ନା, ସେ ଟଙ୍କା ଆମ ସାଙ୍ଗେ ଯିବ, ମୃତ୍ୟୁ ସମୟରେ ଯିବନି ନା। ଆମେ ଯେଉଁ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ହଉଛୁ, ସେମାନଙ୍କ ଆମ ସାଙ୍ଗେ ଯିବେ? କେହି ଯିବେନି ନା। ଯେହେତୁ ଆମେ ଏକା ଆସିଛୁ, ଏକା ମଧ୍ୟ ଯିବାକୁ ପଡ଼ିବ। ତେବେ ଏଇ କିଛି ଭିତରେ ମଧ୍ୟ, କିଛି ସମୟ ମଧ୍ୟରେ ଆମେ ନିଜକୁ କାହିଁ ଅହଙ୍କାର ଭିତରେ ବାନ୍ଧି ଦେଉଛୁ? କ'ଣ ପାଇଁ? ସମସ୍ତେ ସେ ମଣିଷ, ସମସ୍ତେ ଦେହରେ ଭଗବାନ ଅଛନ୍ତି। ନିଜ ସ୍ୱାର୍ଥ ପାଇଁ କାହିଁକି ଆମେ ମଣିଷକୁ ବିପଦ ପକାଉଛୁ? ନିଜ ଅହଙ୍କାର ଗର୍ବ ପାଇଁ କାହିଁକି ଅନ୍ୟକୁ ଆମେ ନୀଚ ଦେଖାଉଛୁ? ଏଥିରେ ଲାଭ କିଛି ନାହିଁ ନା। ଯେତେ ଟଙ୍କା ହଉ, ଯେତେ କୋଟିପତି ହଉ, ମଣିଷ ସେଇ ଖାଲି ଦେହରେ ଆସିଛି ମାନେ ସେଇ ଖାଲି ଦେହରେ ଯିବ ନା। ଯେତେ ଟଙ୍କା ରୋଜଗାର ହେଇଥାଉ, ଟଙ୍କା ନେଇ କ'ଣ ମଣିଷ କେବେ ମଶାଣି ଯାଇପାରିବନି, କି ଟଙ୍କା ନେଇ କେବେ ମଣିଷ ମଶାଣି ଅଗ୍ନିରେ ପୋଡ଼ା ହେଇପାରିବନି। ଯେମିତି ଉଲଗ୍ନ ଆମେ ଆସିଥିଲୁ, ମଧ୍ୟ ସେମିତି ଉଲଗ୍ନ ହେଇ ପୋଡ଼ା ହେବା। ସେ ଗର୍ବ କାହିଁକି? ବନ୍ଧୁ, ମଣିଷ ସେ ମଣିଷ ରହିବା ଦରକାର ନା। ଜୟ ଜଗନ୍ନାଥ।